ମୁଁ ଅରବିନ୍ଦ ହୋତା ଜଗତସିଂହପୁର ଜିଲ୍ଲା ଠିକାଦାର ମହାସଂଘର ସଭାପତି। ବିଗତ ନଭେମ୍ବର ମାସରୁ ଆମର ଠିକାଦାର ମହାସଂଘ ଗଢ଼ି ଉଠିଥିଲା। ସେଥିରେ ଆମେ ଗୋଟେ ଆୱାରନେସ୍ କରୁଛୁ ଯେ ଆମର ସବୁ ଜିଲ୍ଲାରେ ସମସ୍ତେ ସିଡ୍ୟୁଲ୍ ରେଟ୍ରେ କାମ କରିବେ, ଯାହାଫଳରେ କାମର ମାନ ବଢ଼ିବ ଏବଂ ଠିକାଦାରମାନେ ଉପକୃତ ହେବେ। ବର୍ତ୍ତମାନ କିଛି ଆମର ପ୍ରାୟ ବହୁତ କାମ ସିଡ୍ୟୁଲ୍ ରେଟ୍ରେ ପଡ଼ିସାରିଛି। ଆଉ କାମ ମାନେ ବି ବହୁତ ଭଲ ଇଏରେ କାମ ଚାଲିଛି। ବର୍ତ୍ତମାନ ସେଇ ସମସ୍ୟା ଉପୁଜିଛି ଯେ କିଛି ବାହାର ଜିଲ୍ଲାର ଏବଂ ଆମ ଜିଲ୍ଲାର କିଛି ଠିକାଦାର ମାନେ କିଛି ଲେସ୍ରେ ପକାଇ ଦେଉଛନ୍ତି, ଯାହାଫଳରେ କାମର ମାନ ବି ଠିକ୍ ରହୁନାହିଁ। ସେଥିପାଇଁ ଆମେ ପଦକ୍ଷେପ ନେଉଛୁ। ଆଜି ବସିଥିଲୁ, ସମସ୍ତେ ବସିବା ଫଳରେ କାମର ମାନ ଯାଞ୍ଚ କରିବେ, ସରକାରଙ୍କୁ ଆମେ ଲେଖିକି ଦେବୁ। ସରକାରଙ୍କ କାମ ମାନ ଯେମିତି ସଠିକ୍ ଭାବେ କାମ ହେବ, ସରକାରଙ୍କର କାମ ଠିକ୍ ହେବ ଏବଂ ସେଥିପାଇଁ ଆମେ ପଦକ୍ଷେପ ନେବାକୁ ଆଜି ଗୋଟେ କମିଟି ଗଢ଼ା ହେଇଛି, ସ୍କ୍ୱାଡ଼ କମିଟି ଗଢ଼ା ହେଇଛି। ସେଇଥିରେ ଆମେ ନିଷ୍ପତ୍ତି ନେଇଛୁ। ହଁ, ନିଶ୍ଚିନ୍ତ ସରକାର କାହିଁକି ଗ୍ରହଣ କରିବେନି। ଲୋକମାନଙ୍କ କାମ ହେଉଛି, ଲୋକ ଠିକ୍ ଭାବେ କାମ ହେଉନି, ସେଥିପାଇଁ ଆମେ ଅଭିଯୋଗ କରୁଛୁ। ଆମେ ତ ନିଜେ ଠିକାଦାର, ଆମେ ସମସ୍ତେ ଅଭିଯୋଗ କରୁଛୁ ଯେ କାମ ଠିକ୍ ହେବା ଦରକାର। ସରକାରଙ୍କ ପାଖରେ ସରକାରଙ୍କ କାମ ଠିକ୍ ଭାବେ ଯେମିତି ହେବ, 100% କାମ ହେବା ଦରକାର। ଆମର ଆଜିର ଏଇ ବୈଠକର କାରଣ ଥିଲା, ଆମର ନଭେମ୍ବର ମାସରୁ ଯେଉଁ ସଂଘ ନିଷ୍ପତ୍ତି ନେଇଥିଲା ସବୁ ସିଡ୍ୟୁଲ୍ ଅଫ୍ ରେଟ୍ରେ କାମ ହେବ, ଯାହା ଗଭର୍ଣ୍ଣମେଣ୍ଟର ରେଟ୍ ସେଇ ନିଷ୍ପତ୍ତି ଅନୁସାରେ କାମ ହେବ। ତା ଦେହରେ କିଛି ବ୍ୟତିକ୍ରମ ହେଇଛି, ବାହାର କଣ୍ଟ୍ରାକ୍ଟର କିଛି ଆସି ପକାଇ ଦେଉଛନ୍ତି। ସେଇ ବାବଦରେ ବିସ୍ତୃତ ଭାବରେ ଆଲୋଚନା ହେଲା ଏବଂ ଆମର ଗୋଟେ 30 ଜଣିଆ ଯାଞ୍ଚ କମିଟି ଗଠନ କରାଗଲା। ଯେଉଁମାନେ ଲେସ୍ରେ କାମ ପକାଇବେ ଆଜିଠାରୁ ସେମାନଙ୍କର କାମ ସେମାନେ ତଦାରଖ କରିବେ ମୂଳରୁ ଶେଷ ପର୍ଯ୍ୟନ୍ତ। କାମର ମାନ ଠିକ୍ ରହିବା ଦରକାର। ସେମାନେ ଲେସ୍ ପକାଇବାର ସହିତ ଆମର କିଛି ସମ୍ପର୍କ ନାହିଁ। ଯେତେ ପ୍ରକାର ସବୁ ଯାଞ୍ଚ ଆମର ଅଛି ଠିକାଦାରୀ ସଂସ୍ଥାରେ, ସବୁ ପ୍ରକାର ଯାଞ୍ଚ ଆମେ କରିବୁ ଏବଂ ସେ କାମଟା ଠିକ୍ କରିବା ଦରକାର। ତେଣୁ ସମସ୍ତଙ୍କୁ ବିନମ୍ର ଅନୁରୋଧ କରୁଛି ଠିକାଦାର ଆସୋସିଏସନ୍ ତରଫରୁ ଯେ ଆଜିଠାରୁ ସେ ଲେସ୍ କଥା ବୁଲିକି ସିଡ୍ୟୁଲ୍ ଅଫ୍ ରେଟ୍ରେ ସମସ୍ତେ ଟେଣ୍ଡର ପକାନ୍ତୁ।